ଶ୍ରୀକୃଷ୍ଣ ଦ୍ୱିତୀୟ ଅଧ୍ୟାୟ ଦେବକୀ ବାସୁଦେବଙ୍କ ବିବାହ ଓ କଂସଙ୍କ ମୃତ୍ୟୁର ଆକାଶବାଣୀ। ଚାଲନ୍ତୁ ଶୁଣିବା। ମଥୁରା ନଗରୀର ଦୃଶ୍ୟ ଅତ୍ୟନ୍ତ ମହାନ ଥିଲା। ରାସ୍ତାରେ ରଙ୍ଗୀନ ଫୁଲ ବର୍ଷା ହେଉଥିଲା। ପ୍ରତ୍ୟେକ ରାସ୍ତାରେ ଦୀପ ଜଳୁଥିଲା ଏବଂ ଲୋକମାନେ ରାଜପ୍ରସାଦର ଛାତ ଉପରେ ଆନନ୍ଦରେ ନାଚୁଥିଲେ, କାରଣ ଥିଲା ଯଦୁବଂଶୀ ବୀର ବାସୁଦେବ ଏବଂ ମଥୁରା ରାଜା ଉଗ୍ରସେନଙ୍କ କନ୍ୟା ଦେବକୀଙ୍କ ବିବାହ। ସୌନ୍ଦର୍ଯ୍ୟ, ଗୁଣ ଏବଂ ନୀତିରେ ଅତୁଳନୀୟ। ରାଜା କଂସ ନିଜେ, ଯିଏକି ଦେବକୀଙ୍କ ପ୍ରକୃତ ଭାଇ ଥିଲେ, ଏହି ବିବାହ ଆୟୋଜନ କରୁଥିଲେ। କଂସ ତାଙ୍କ ଭଉଣୀକୁ ଅତ୍ୟନ୍ତ ଭଲ ପାଉଥିଲେ ଏବଂ ତାଙ୍କ ଖୁସି ପାଇଁ ସେ ସହରରୁ ସୁନା ଏବଂ ମଣିରେ ସଜାଇଥିଲେ। ମଣ୍ଡପ ବୈଦିକ ମନ୍ତ୍ରରେ ପ୍ରକମ୍ପିତ ହେଉଥିଲା। ସୁଗନ୍ଧିତ ଧୂପ ଏବଂ ଫୁଲରେ ସୁଗନ୍ଧ ପରିବେଶକୁ ପବିତ୍ର କରୁଥିଲା। ଏହି ପବିତ୍ର ଅବସରରେ ଋଷି, ଯଦୁବଂଶୀ ଯୋଦ୍ଧା ଏବଂ ମଥୁରାର ସମସ୍ତ ମହାନ ବ୍ୟକ୍ତି ଉପସ୍ଥିତ ଥିଲେ। ସାହସ, ଜ୍ଞାନ ଏବଂ ଧର୍ମର ପ୍ରତୀକ ଭାବରେ ବିବେଚିତ ବାସୁଦେବ ଦେବକୀଙ୍କ ସମ୍ମୁଖରେ ମାଳ ପିନ୍ଧି ଠିଆ ହୋଇଥିଲେ। ଦେବକୀ ତାଙ୍କୁ ଲଜ୍ଜା ଏବଂ ଖୁସିରେ ମିଶ୍ରିତ ଭାବନାରେ ମାଳା ପିନ୍ଧାଇଲେ ଏବଂ ବାସୁଦେବ ମଧ୍ୟ ତାଙ୍କ ପ୍ରେମରେ ଜବାବ ଦେଲେ। ବିବାହ ଉତ୍ସବ ସମାପ୍ତ ହେଲା ଏବଂ ସମଗ୍ର ନଗର ଜୟ ହୋ ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା। ରାଜା କଂସ ତାଙ୍କ ଭଉଣୀକୁ ବିଦାୟ ଦେବାକୁ ପ୍ରସ୍ତୁତ ହେଲେ। ସେ ଭାବିଲେ ଯେ ସେ ବ୍ୟକ୍ତିଗତ ଭାବରେ ତାଙ୍କ ପ୍ରିୟ ଭଉଣୀକୁ ରଥରେ ତାଙ୍କ ଶ୍ୱଶୁର ଘରକୁ ନେଇଯିବେ, ଯାହା ତାଙ୍କର ଗୁରୁତ୍ୱକୁ ଆହୁରି ବୃଦ୍ଧି କରିବ। ବାସୁଦେବ ଏବଂ ଦେବକୀ ରଥରେ ବସିଲେ ଏବଂ କଂସ ନିଜେ ସାରଥୀ ହୋଇ ଲଗାମ ଧରିବା ଆରମ୍ଭ କଲେ। ଘୋଡ଼ାମାନଙ୍କର ଖୁର ଶବ୍ଦ ସହିତ ରଥ ରାଜପ୍ରସାଦରୁ ଦୂରକୁ ଯିବାକୁ ଲାଗିଲା। ଆକାଶ ସ୍ପଷ୍ଟ ଥିଲା, ଶୀତଳ ପବନ ବହିଥିଲା ଏବଂ ଦେବକୀଙ୍କ ମୁହଁରେ ଭବିଷ୍ୟତ ଜୀବନର ସ୍ୱପ୍ନ ଥିଲା। କିନ୍ତୁ ହଠାତ୍ ଆକାଶରୁ ଏକ ଦିବ୍ୟ ଏବଂ ଭୟଙ୍କର ସ୍ୱର ପ୍ରତିଧ୍ୱନିତ ହେଲା। ଏହା କୌଣସି ସାଧାରଣ ସ୍ୱର ନଥିଲା, ଏହା ଏକ ଦିବ୍ୟ ସ୍ୱର ଥିଲା, ଯାହାକୁ ସମଗ୍ର ରଥଯାତ୍ରା ସ୍ପଷ୍ଟ ଭାବରେ ଶୁଣିପାରିଲା। ହେ କଂସ, ତୁମେ ଯେଉଁ ଭଉଣୀକୁ ପ୍ରେମରେ ବିଦାୟ ଦେଉଛ, ତାର ଅଷ୍ଟମ ଗର୍ଭରୁ ଜନ୍ମିତ ପୁତ୍ର ତୁମର ମୃତ୍ୟୁର କାରଣ ହେବ। ଏହା ଶୁଣି କଂସଙ୍କ ମୁହଁ ଲାଲ ହୋଇଗଲା। ତାଙ୍କ ଆଖିରେ ଭୟ ଏବଂ କ୍ରୋଧର ମିଶ୍ରଣ ଦେଖାଗଲା। କିଛି ମୁହୂର୍ତ୍ତ ମଧ୍ୟରେ ତାଙ୍କର ଭାଇ ପ୍ରେମ ଉଭାନ ହୋଇଗଲା ଏବଂ ଏକ ଭୟଙ୍କର ସନ୍ଦେହ ସୃଷ୍ଟି ହେଲା। ସେ ତୁରନ୍ତ ରଥକୁ ଅଟକାଇଲେ, ତାଙ୍କର ଖଣ୍ଡା ବାହାର କଲେ ଏବଂ ତାଙ୍କ ଭଉଣୀଙ୍କ କେଶ ଧରି ତାଙ୍କ ଭଉଣୀକୁ ହତ୍ୟା କରିବାକୁ ଠିଆ ହେଲେ। ଦେବକୀ ଭୟରେ ଥରି ଉଠିଲେ, ଲୁହ ବୋହିବାକୁ ଲାଗିଲା ଏବଂ ବାସୁଦେବ ସ୍ତବ୍ଧ ହୋଇଗଲେ। ବାସୁଦେବ ତୁରନ୍ତ ଶାନ୍ତ ଏବଂ ଦୃଢ଼ ସ୍ୱରରେ କହିଲେ, କଂସ, ତୁମେ ସାହସୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଜଣେ ମହାନ ଯୋଦ୍ଧା, ତଥାପି ତୁମେ ତୁମର ନିର୍ଦ୍ଦୋଷ ଭଉଣୀକୁ ତାଙ୍କ ବିବାହ ଦିନ ହତ୍ୟା କରିବାକୁ ଯାଉଛ। ଆକାଶବାଣୀରେ କୁହାଯାଇ ନଥିଲା ଯେ ତୁମେ ଆଜି କିମ୍ବା ବର୍ତ୍ତମାନ ମରିବ। ଅଷ୍ଟମ ପୁଅ ତୁମକୁ ମାରିବ, ତେଣୁ ପୁଅକୁ ମାରିଦିଅ, କିନ୍ତୁ ତୁମର ଭଉଣୀକୁ ହତ୍ୟା କରିବାର ପାପ କର ନାହିଁ। କଂସ କିଛି ସମୟ ପାଇଁ ଚିନ୍ତା କଲେ, କିନ୍ତୁ ଦିବ୍ୟ ବାଣୀର ଭୟ ତାଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଥିଲା। ଶେଷରେ ସେ ତାଙ୍କ ଭଉଣୀକୁ ହତ୍ୟା ନ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ତାଙ୍କ ଆଖିରେ ଏକ ଚତୁର ଚମକ ଆସିଗଲା। ସେ କହିଲେ, ବାସୁଦେବ, ମୁଁ ତୁମ ସହିତ ସହମତ, କିନ୍ତୁ ମୁଁ ଦେବକୀଙ୍କ ପ୍ରତ୍ୟେକ ପୁତ୍ରକୁ ମନ ନିୟନ୍ତ୍ରଣରେ ରଖିବି। ଯେତେବେଳେ ସେ ଗର୍ଭଧାରଣ କରିବେ, ସେତେବେଳେ ସନ୍ତାନକୁ ମୋ ହାତରେ ସମର୍ପଣ କରାଯିବ। ପରିସ୍ଥିତିକୁ ବିଚାର କରି ବାସୁଦେବ ରାଜି ହେଲେ। କଂସ ରଥକୁ ପଛକୁ ଫେରାଇ ଦେଲେ ଏବଂ ଉଭୟଙ୍କୁ ମଥୁରାର ପ୍ରସାଦରେ ବନ୍ଦୀ କରିଦେଲେ, ଯାହାଦ୍ୱାରା ସେ ନିଜ ହାତରେ ଆସୁଥିବା ଯେକୌଣସି ଶିଶୁଙ୍କୁ ମାରିପାରିବେ। ସମୟ ବିତିଗଲା ଏବଂ ଦେବକୀଙ୍କ ଗର୍ଭରୁ ପ୍ରଥମ ପୁତ୍ର ଜନ୍ମ ହେଲା। କଂସ ତାଙ୍କୁ ବିନା ଦୟାରେ ଉଠାଇ ନେଇ ପଥର ଉପରେ ଫିଙ୍ଗି ହତ୍ୟା କଲେ। ଏହି କ୍ରମ ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ପୁତ୍ର ପାଇଁ ଜାରି ରହିଲା। କଂସର ଆତଙ୍କ ଏବେ ମଥୁରାର ରାସ୍ତାରେ ବ୍ୟାପିଗଲା। ସେ ପୂର୍ବ ଅପେକ୍ଷା ଅଧିକ ନିଷ୍ଠୁର, ସନ୍ଦେହଜନକ ହୋଇଯାଇଥିଲେ। ତାଙ୍କ ପ୍ରସାଦରେ ଭୟର ପରିବେଶ ଥିଲା ଏବଂ ତାଙ୍କ ଆଖି ସର୍ବଦା ସତର୍କ ରହୁଥିଲା, ଯେପରି ମୃତ୍ୟୁର ଛାୟା ତାଙ୍କୁ ପିଛା କରୁଥିଲା। କିନ୍ତୁ ଭାଗ୍ୟର ଏକ ଭିନ୍ନ ମୋଡ଼ ଆସିଥିଲା। ସପ୍ତମ ଗର୍ଭରେ ବଳରାମଙ୍କୁ ଚମତ୍କାର ଭାବରେ ରୋହିଣୀଙ୍କ ଗର୍ଭରେ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଅଷ୍ଟମ ଗର୍ଭରେ ଶ୍ରୀକୃଷ୍ଣ ନିଜେ ଅବତାର ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। କିନ୍ତୁ ସେହିଦିନ ଯେତେବେଳେ ଆକାଶବାଣୀ ଘଟିଲା, ତାହା କଂସଙ୍କ ଜୀବନର ମୋଡ଼ ଥିଲା।
ଯେଉଁଠାରେ ଭୟରେ ବିଷରେ ପରିପୂର୍ଣ୍ଣ ଜଣେ ପ୍ରେମମୟ ଭାଇର ହୃଦୟ ଏକ ନିଷ୍ଠୁର ଅତ୍ୟାଚାରୀର ହୃଦୟରେ ପରିଣତ ହୋଇଥିଲା ଏବଂ ଏହି ଭୟ ପରେ ତାଙ୍କୁ ଏପରି ଏକ ଭାଗ୍ୟ ଆଡ଼କୁ ନେଇଯିବ ଯାହାକୁ କେହି ଟାଳିପାରିବେ ନାହିଁ, କାରଣ ଦିବ୍ୟ ସ୍ୱର କେବେ ମିଛ କହିନଥାଏ ଏବଂ ଧର୍ମର ବିଜୟ ନିଶ୍ଚିତ। ଆପଣମାନଙ୍କୁ ଯଦି ଏହି ଅଧ୍ୟାୟଟି ଭଲ ଲାଗିଛି ତେବେ ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ନିଶ୍ଚୟ କରିବେ।